ପ୍ରୟାଗରାଜରେ ଚାଲିଛି ମହାକୁମ୍ଭର ମହାପର୍ବ। ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ଏହି ମହାକୁମ୍ଭର ଅମୃତ ସ୍ନାନ ଶେଷ ହେବ ଆପଣଙ୍କର ମହାଶିବରାତ୍ରି ଦିନ, ଗୋଟେ ଜାଗର ଦିନ। ଆମକୁ ବି ସୁଯୋଗ ମିଳିଥିଲା ମହାପ୍ରଭୁ ଜଗନ୍ନାଥଙ୍କ କରୁଣାରୁ ମୌନି ଅମାବାସ୍ୟା ଭଳି ପବିତ୍ର ଦିନ, ଯେଉଁଦିନ କି ହଜାର ହଜାର ସଂଖ୍ୟାରେ ନାଗା, ସାଧୁ, ସନ୍ନ୍ୟାସୀ, ମଠ, ମହନ୍ତ, ମହାମଣ୍ଡଳେଶ୍ୱର ଏମାନେ ସମସ୍ତେ ସାହି ସ୍ନାନରେ ଯାଇ ସାହି ସ୍ନାନ ବା ସାହି ବୁଡ଼ ପକାଇଥାନ୍ତି। ଆମେ ସେହିଦିନ ସେହି ଜାଗାରେ ପବିତ୍ର ତ୍ରିବେଣୀ ସଙ୍ଗମ, ଯେଉଁଠି ଗଙ୍ଗା, ଯମୁନା, ସରସ୍ୱତୀଙ୍କର ମିଳନସ୍ଥଳ, ସେହି ଜାଗାରେ ବୁଡ଼ ପକାଇଥିଲୁ। ତାହା କେବଳ ସମ୍ଭବ ହୋଇଥିଲା ମହାପ୍ରଭୁଙ୍କର କରୁଣାରୁ। ଆମର ଏମିତି ଯିବାର କିଛି ଠିକ୍ ନଥିଲା। ମକର ସଂକ୍ରାନ୍ତି ବୁଡ଼ ସରିଯାଇଥାଏ। ଏହି ଆମ ପୁରୀ ସହରର, ଗୋଟେ ଜଗନ୍ନାଥଙ୍କ ସହରର ବେଶ କିଛି ବ୍ୟକ୍ତି ମହାକୁମ୍ଭ ସ୍ନାନ ସାରି, ମକର ସଂକ୍ରାନ୍ତି ବୁଡ଼ ସାରି ଫେରିଥାନ୍ତି ସହରକୁ। ସେମାନଙ୍କ ଠାରୁ ଏହି କଥା ଶୁଣିବା ପରେ ମନ ଉଚ୍ଛନ୍ନ ହେଉଥାଏ। ଆମେ ଟିକେ ଯାଆନ୍ତେନି, ଆମେ ଟିକେ ଯାଇକି ବୁଡ଼ ପକାନ୍ତେନି। ଯୋଗକୁ ସେହି ସମୟରେ ଗୋଟେ ରିଜର୍ଭ ବସ୍ ବାହାରିବାର ଥିଲା ଭୁବନେଶ୍ୱରରୁ ମହାକୁମ୍ଭ ଅଭିମୁଖେ ଏଲାହାବାଦ ଯିବ ଏବଂ ମୌନି ଅମାବାସ୍ୟା ଦିନ ବୁଡ଼ ପକାଇ ପୁଣି ଯାତ୍ରୀଙ୍କୁ ନେଇ ଫେରିଆସିବ। ଆମେ ତ ଏକାଠି ବସା ଉଠା କରୁ। ସାନ୍ଧ୍ୟ ଆସରରେ ମୁଁ, ମୋର ବଡ଼ ଭାଇ ସମ ରମେଶ ବାବୁ, ରମେଶ ଚନ୍ଦ୍ର ମହାନ୍ତି ଏବଂ ସ୍ଥାନୀୟ ଅଞ୍ଚଳର ମୁରବୀ ଅନାଥ ବନ୍ଧୁ ଦାସ, ଯାହାକୁ ଆମେ ଅତି ସ୍ନେହରେ ଶ୍ରଦ୍ଧାରେ ତାଙ୍କୁ ଡାକିଥାଉ ନାଥ ବାବୁ ବୋଲି। ପ୍ରତିଦିନ ସନ୍ଧ୍ୟାରେ ଆମର ସାନ୍ଧ୍ୟ ଆସର ବସେ। ସେଦିନ ସାନ୍ଧ୍ୟ ଆସର ଏମିତି କଥା ପଡ଼ିଲା, ଆମେମାନେ କେମିତି ଯିବା? ତ ନାଥ ବାବୁ ସେ ବସ୍ରେ ଟିକେଟ୍ କରିଦେଇଥିଲେ। 3 ଦିନ ପରେ ଶୁଣିଲା ବେଳକୁ ସେ ବସ୍ କ୍ୟାନସେଲ୍ ହେଇଗଲା। ମନରେ ବହୁତ ଦୁଃଖ ଆସିଲା ଯେ ଆମେ ଯିବୁ ବୋଲି ଏତେ ମନସ୍ଥ କରିଥିଲୁ, ଟିକେଟ୍ ହେଇଥିଲା, କିନ୍ତୁ ବସ୍ କ୍ୟାନସେଲ୍ ହେଇଗଲା। କ'ଣ କରାଯିବ? ନାଥ ବାବୁ ବଡ଼ ଜିଦିଆ ଲୋକ। ସେ କ'ଣ କଲେ, ତାଙ୍କ ପଡ଼ିଶା ଘରର ସେ ପିଲାଟିର ଟ୍ୟାକ୍ସି ଥାଏ, ତାକୁ 1000 ଟଙ୍କା ଦେଇଦେଲେ। କହିଲେ ତୁ ଯା, 1000 ଟଙ୍କା ନେ, ରୁଟ୍ ପରମିଶନ୍ କରି ନେଇଆ। ଆମେ ପୁରୀରୁ ବାହାରିବା, ଯେଉଁ ରାସ୍ତା ଯାଇ ଆହ୍ଲାବାଦରେ ପହଞ୍ଚିବା, ବୁଡ଼ ପକାଇବା, ପୁଣି ବୁଡ଼ ପକାଇ ସାରିଲା ପରେ ଫେରିକିରି ଆସିବା। ଯେ ମୁଁ ଯେତେବେଳେ ଜାଣିଲି, ତା ପରଦିନ ସେ ପିଲାଟି ଯାଇଛି ପଇସା ନେଇକିରି ଆପଣଙ୍କର ଆଣିବା ପାଇଁ ରୁଟ୍ ପରମିଶନ୍ ପୁରୀରୁ ଆହ୍ଲାବାଦ। ମୁଁ ମନା କଲି। ମୁଁ କହିଲି ନା, ଏଇଟା ଠିକ୍ ନିଷ୍ପତ୍ତି ହେବନି। 3000 କିଲୋମିଟର ଯିବା ଆସିବା, କେଉଁଠି ସୁବିଧା ଅଛି ଅସୁବିଧା ଅଛି, ତାପରେ ସେଠିକି ଗଲେ ବି କୁମ୍ଭମେଳା ଠାରୁ ଏ ଗାଡ଼ି ମଟର କାଳେ ବହୁତ ଦୂରରେ ରହୁଥାଏ, ଚାଲିକି ଯିବାକୁ ପଡ଼ୁଥାଏ, କଷ୍ଟ ହେବ। ତେଣୁ ମୁଁ ମନା କଲି। ନା, ସେତେ ଯାଇ ହେବନି, ଆଉ କ'ଣ ବିକଳ୍ପ ବ୍ୟବସ୍ଥା ଦେଖିବା। ବିକଳ୍ପ ବ୍ୟବସ୍ଥା ଦେଖିବା ବୋଲି ଚିନ୍ତା କରୁ କରୁ ଆଉ 2-3 ଦିନ ବିତିଗଲା, କିଛି ଆଉ ସ୍ଥିର ହେଇପାରିଲାନି। ତେଣୁ ଶେଷ ମୁହୂର୍ତ୍ତରେ ଆମେ ଚିନ୍ତା କଲୁ ଯେ ଆମେ ପୁରୁଷୋତ୍ତମ ଏକ୍ସପ୍ରେସରେ ଯିବା। ରାତି 9ଟାରେ ଛାଡ଼ୁଛି ପୁରୀରୁ, ସମାନ 24 ଘଣ୍ଟା ଲାଗୁଛି ଏଲାହାବାଦ ଷ୍ଟେସନରେ ପହଞ୍ଚିବା ପାଇଁ। ସାହି ସ୍ନାନ ଥିବ କିଛି ସମୟ, ତା ପୂର୍ବରୁ ଆମେ ପହଞ୍ଚିଯିବା। ଜେନେରାଲ କ୍ଲାସରେ ବସିଲୁ। ମୁଁ, ମୋର ଅଗ୍ରଜସମ ରମେଶ ଭାଇଙ୍କ ସାଙ୍ଗରେ ନାଥ ବାବୁ, ତାଙ୍କର ସହଧର୍ମିଣୀ ଏବଂ ତାଙ୍କ ଝିଅ ଜ୍ୱାଇଁ ଏବଂ ମୋର ସାଙ୍ଗ ଆମ ଜଗନ୍ନାଥ ମହାପ୍ରଭୁଙ୍କର ସେବକ ବା ସେବାୟତ ନାରାୟଣ ଦାସ। ନାରାୟଣ ଦାସ ହେଲେ ସମଗ୍ର ଭାରତ ବର୍ଷରେ ଯେତେ ନାଗା ସାଧୁ ସନ୍ନ୍ୟାସୀ ଅଛନ୍ତି, ତାଙ୍କର ସେ ହେଲେ ତୀର୍ଥଗୁରୁ ବା କୌଳିକ ଗୁରୁ। ସେ ବି ଆଗ୍ରହର ସହିତ ବାହାରିଲେ। ପୂର୍ବ ନିର୍ଦ୍ଧାରିତ ମୁତାବକ ରାତି 9ଟାରେ ପୁରୁଷୋତ୍ତମ ଏକ୍ସପ୍ରେସ ଯେ ପୁରୀରୁ ଛାଡ଼େ, ତା ଦେହରେ ବସିଲୁ। ପୁରୀରୁ ପ୍ରାୟ ଗାଡ଼ି ଖାଲି ଥିଲା। ଅପ୍ ଟୁ ବାଲେଶ୍ୱର ବି ଲୋକ ବିଶେଷ ଚଢ଼ିଲେ, ବାଲେଶ୍ୱର ପର୍ଯ୍ୟନ୍ତ ଲୋକ ଚଢ଼ି ନାହାନ୍ତି। ଖଡ଼ଗପୁର ହେଲା ବେଳକୁ ବହୁତ ଗୁଡ଼େ ସମୟ ହେଇଗଲାଣି ଏବଂ ଖଡ଼ଗପୁରରୁ ସେ ଜେନେରାଲ କ୍ଲାସରେ ଟିକେ ଗହଳି ଆରମ୍ଭ ହେଲା। ସେତେବେଳେ ସକାଳ ପ୍ରାୟ ହେଇ ଆସିଲାଣି। ଆଉ ସେ ଦିନଟା
କ'ଣ ମୋତେ କଟିଗଲା ଜେନେରାଲ କ୍ଲାସ୍ ଭିତରେ। ଠିକ୍ ରାତି 9ଟାରେ ଆମେ ପହଞ୍ଚିଲୁ ଆଲାହାବାଦ ଷ୍ଟେସନରେ। ଷ୍ଟେସନ ବାହାରେ ଶୌଚାଳୟ, ନିତ୍ୟକର୍ମ ବଢ଼ିଗଲା, ଫ୍ରେଶ୍ ହେଇଗଲୁ। ସେଇଠି ପାଖରେ ସୁନ୍ଦର ହୋଟେଲ ଥିଲା, 25 ଟଙ୍କା ଲେଖେ ସାଧା ମିଲ୍, ବହୁତ ସୁନ୍ଦର ଖାଇବା ଖାଇଦେଲୁ। ତାପରେ ଗଙ୍ଗା ଅଭିମୁଖେ ଯାତ୍ରା, ଗଙ୍ଗା ନଦୀ ସଙ୍ଗମ ଅଭିମୁଖେ ଯାତ୍ରା। ଏଇ କାର୍ ଚାଲିଥାଏ, ଟ୍ୟାକ୍ସି ଚାଲିଥାଏ, ଅଟୋ ଚାଲିଥାଏ, ବସ୍ ଚାଲିଥାଏ। ଆଗ ଗୋଟେ ବସିଲୁ, ବହୁତ ମାରୁତି ଭ୍ୟାନ୍ ହେବ, ଏ ମାରୁତି ଭ୍ୟାନ୍ଟା ଷ୍ଟାର୍ଟ ହେଲାନି। ପୁଣି ପରବର୍ତ୍ତୀ ଇଏରେ ବସ୍ରେ ବସିଲୁ। ଯାହା ଗଙ୍ଗା କୂଳଠୁ ପ୍ରାୟ 2 କିଲୋମିଟର ଦୂରରେ ସେ ଆମକୁ ଛାଡ଼ିଦେଲା। ଚାଲି ଚାଲି ଗଙ୍ଗା କୂଳ ପର୍ଯ୍ୟନ୍ତ ଗଲୁ। ରାତି 12ଟାରେ ବୁଡ଼ ଆରମ୍ଭ ହେଲା। ସେଦିନ ଥାଏ ମୌନି ଅମାବାସ୍ୟାର ପବିତ୍ର ତିଥି। ଆଉ ଟିକିଏ ପରେ ସାହି ସ୍ନାନ ଆରମ୍ଭ ହେବ। ଆଉ ଆମେ ବୁଡ଼ ଆରମ୍ଭ ହେବା ପରେ ଆମେ ସମସ୍ତେ ବି ଗଙ୍ଗା ନଦୀରେ ବୁଡ଼ ପକାଇଦେଲୁ। ଏଟା ଗଙ୍ଗା ଯମୁନାର ପବିତ୍ର ମିଳନସ୍ଥଳଟା। ସରସ୍ୱତୀ ନଦୀ ତ ଲୁପ୍ତ ପ୍ରାୟ, କାଳେ ଗୁପ୍ତ ସରସ୍ୱତୀ ଆକାରରେ ସେ ବହୁଛନ୍ତି ସେ ଜାଗାରେ, ଦେଖିବାର ବାଟ ନାହିଁ। ବୁଡ଼ ସରିଗଲା ତ ପ୍ରାୟ ରାତି 2ଟା ପାଖାପାଖି ହେବ। ତ ବୁଝିଥାଏ ଆମ ସାମ୍ନା ସେ ଦୋକାନର ହୋଟେଲର ମାଲିକ ଜଳ ଭାଇନା ଯାଇଥିଲେ ମକର ସଂକ୍ରାନ୍ତି ବୁଡ଼ ପକାଇବାକୁ। ସେ କହିଥିଲେ ତପନ ବାବୁ, ଆପଣ ବୁଡ଼ ପକାଇ ସାରିଲେ ଗଙ୍ଗା ଉପରେ ହେଇଥିବା ବ୍ରିଜ୍ ଦେଇକିରି ଆପଣ ଯମୁନା, ଯେଉଁ ଆପଣଙ୍କର ପାଦ ଚଲା ବ୍ରିଜ୍ ଥାଏ ଗଙ୍ଗା ଉପରେ, ତାପରେ ଚଢ଼ିକିରି ଯମୁନା ବ୍ରିଜ୍ର ଆରପଟକୁ ଯିବେ ଭାରି। ସେ ଜାଗା ନାଁ ହେଉଛି ଝୁସି। ସେ ଝୁସିରୁ ଆପଣ ପାଇବେ କାଶୀ ବିଶ୍ୱନାଥଙ୍କ ପର୍ଯ୍ୟନ୍ତ, କାଶୀ ପର୍ଯ୍ୟନ୍ତ ବସ୍ ପାଇବେ। ସିଧା ଡାଇରେକ୍ଟ ବସ୍ ଯାଏ ଝୁସିରୁ, ମୋର ମନେ ଥାଏ। ତ ମୁଁ କ'ଣ କରିଥାଏ ନା, ଏ ଗଙ୍ଗା ସ୍ନାନ ଯିବା ପୂର୍ବରୁ ମୋର ସାଙ୍ଗ ସେ ଦାମୋଦର ପଣ୍ଡା, ଏ ପରବର୍ତ୍ତୀ ସମୟରେ, ସେ ସମୟରେ ସେ ଆଡ଼ଭୋକେଟ୍ ଥିଲେ, ଏଠି ଲ ପ୍ରାକ୍ଟିସ୍ କରୁଥିଲେ ପୁରୀ ବାର୍ରେ। ତାଙ୍କୁ କହିଥିଲି ମୁଁ କି ଯଦି କିଛି ମନସ୍କାମନା ଅଛି, ତାଙ୍କର ମନ୍ଦିର ଭିତରେ, ଶ୍ରୀମନ୍ଦିର ଭିତରେ ଶୁଖିଲା ମହାପ୍ରସାଦର ଦୋକାନ ଅଛି। ଆଉ ଯଦି ମନସ୍କାମନା କିଛି ଥାଏ ମହାପ୍ରସାଦ ଦିଅ, ଆମେ ଗଙ୍ଗାରେ ବୁଡ଼ ପକାଇ ସାରିଲା ପରେ ଗଙ୍ଗାରେ କିଛି ସମର୍ପଣ କରିବୁ। ଆଉ ବାକି ଯାହା ରହିବ କାଶୀରେ ମା ଅନ୍ନପୂର୍ଣ୍ଣାକୁ ସମର୍ପଣ କରିବୁ। କାରଣ କାଶୀରେ କେବଳ ବାବା ବିଶ୍ୱନାଥ ମା ପାର୍ବତୀ ନୁହନ୍ତି, ମା ଅନ୍ନପୂର୍ଣ୍ଣା ମଧ୍ୟ ରୁହନ୍ତି ସେଇ ଏକା ମନ୍ଦିରରେ। ତ ସିଏ ଦେଇଥିଲେ, ଆଉ 2-3 ଜଣ ସାଙ୍ଗ ଦେଇଥିଲେ, ବୋଧେ ବଦ୍ରି ମିଶ୍ର ଏ ସହରର, ସିଏ ବି ଦେଇଥିଲେ ମହାପ୍ରସାଦ। ତାଙ୍କର କ'ଣ ଯାହା ମନସ୍କାମନା ଥିଲା, ଯାହା ମନସ୍କାମନା ଅଛି ସେଇ ମନସ୍କାମନାକୁ ମନ ଭିତରେ ରଖି ମହାପ୍ରସାଦ ଦେଇଥ। ଆଉ ମୁଁ ଯେଉଁ ଯାଉଛି ତୀର୍ଥ କରିବା ପାଇଁ, ଧର୍ମ କରିବା ପାଇଁ, ତୁମମାନଙ୍କ କଥା ଏଇ ମହାପ୍ରସାଦ ବି ମାଆଙ୍କୁ ଜଣେଇବି, ମନସ୍କାମନା ନିଶ୍ଚୟ ପୂର୍ଣ୍ଣ ହେବ। ଆମେ ଗଙ୍ଗାରେ ବୁଡ଼ ପକାଇ ଯାଇଥିବୁ, ଗଲା ପରେ ବିଶ୍ୱନାଥଙ୍କୁ ଦର୍ଶନ କରିବୁ। ଯଦି କିଛି ପ୍ରକୃତ ଧର୍ମବଳ ଥାଏ ବା କିଛି ପୁଣ୍ୟ ବଳ ହୁଏ, ଆମ କଥାରେ ଅଛି ଗଙ୍ଗା ସ୍ନାନ ମହାପୁଣ୍ୟ, ତାହେଲେ ସେ ସବୁ ଆପଣମାନଙ୍କ ପାଇଁ ଉତ୍ସର୍ଗ କରାହେଇଗଲା। ଯାହାର ଯାହା ମନସ୍କାମନା ଅଛି, ଏମିତି 4-5 ଜଣଙ୍କଠୁ ନିଜେ ଆଣିଥିଲେ ମହାପ୍ରସାଦ, ମୁଁ 4-5 ଜଣଙ୍କର ମହାପ୍ରସାଦ ନେଇକରି ଯାଇଥିଲି। ତ ଗଙ୍ଗାରେ ଯେମିତି ସ୍ନାନ ସରିଲା ମୋର ମନେ ପଡ଼ିଗଲା, ଶୀତ ହେଉଥାଏ, ଥଣ୍ଡା ଥାଏ, ପ୍ରବଳ ଥଣ୍ଡା ଥାଏ, ତେବେ କି ଏତେ ଲୋକ ଭିତରେ ସେ ଥଣ୍ଡା ଜଣା ପଡ଼ୁନଥାଏ। ଆଉ ମହାପ୍ରସାଦ ତ ଥାଏ ମହାପ୍ରଭୁଙ୍କର ମହାପ୍ରସାଦ। ମୁଁ ଅନୁଭବ କରୁଛି ଯାତ୍ରା ଆରମ୍ଭଠୁ ଏ ପର୍ଯ୍ୟନ୍ତ ଆମେ ବା ମୋତେ ଅନୁଭବରେ ମୋର ଆସୁଥାଏ ଯେବେ କି ଜଣେ ବାଟ କଢ଼ିକି ନେଉଛି ଗଙ୍ଗା କୂଳକୁ। କାରଣ ବିନା ଟିକେଟ୍ ଯାତ୍ରା କଲା ବେଳେ ଯାତ୍ରା, ଜେନେରାଲ କ୍ଲାସ୍ ଟିକେଟ୍, ତା ଭିତରେ କିଛି ସ୍ଥାୟିତ୍ୱ ନାହିଁ ବା ସ୍ଥିରତା ନାହିଁ। କେତେବେଳେ କ'ଣ ହେବ, କେତେବେଳେ ହଜାର ହଜାର ଲୋକ, ମାନେ ଗୋଟେ ଡବାରେ 200-300 ଲୋକ, 400 ଲୋକ ଭଳିଆ ମାନେ ଭର୍ତ୍ତି ହେଉଥାନ୍ତି। ଖଡ଼ଗପୁର ପରେ ଏଇଭଳିଆ ତା'ର ଚାଲିଲା, ସେ ଗାଡ଼ିରେ ଏଇଭଳିଆ ସିଷ୍ଟମ୍ ହେଇଥିଲା। କିନ୍ତୁ ଆମକୁ ବିଶେଷ କଷ୍ଟ ହେଇନି, ଯେହେତୁ ଆମେ ଏଠୁ ଛାଡ଼ିବା ଇଏରୁ ବସିଛୁ ପୁରୀରୁ, ଆମ ସିଟ୍ରେ ଆମେ ବସିଥାଉ, ତେଣୁ ଆମକୁ ବିଶେଷ କଷ୍ଟ ହେଇନଥାଏ। ସେ ରାତିଟା ମୋର ପ୍ରାୟ ଅନିଦ୍ରା କଟିଥାଏ। ତାପରେ ଗଙ୍ଗାର ସ୍ନାନ ସରିଗଲା ପରେ ସେ ରାତି ମଧ୍ୟ ଅନିଦ୍ରା ହେଲା। ଯେ ଯାଉ ସେ ପାଦ ଚଲା ଏ ଯେଉଁ ବ୍ରିଜ୍ କରାଯାଇଥାଏ, ଫୁଟ୍ ବ୍ରିଜ୍ ଗଙ୍ଗା ଉପରେ ଦେଇକି ଗଙ୍ଗା ଆରପଟକୁ ଗଲୁ, ଯମୁନା ବ୍ରିଜ୍ ଉପରକୁ। ଜଷ୍ଟ ଯମୁନା ବ୍ରିଜ୍ ଯେଉଁଠି ସରିଛି ସେ ଜାଗା ନାଁ ହେଉଛି ଝୁସି। ସେ ଝୁସିରୁ ଫାଷ୍ଟ ବସ୍ରେ ବସିଲୁ ବନାରସ ଅଭିମୁଖେ। ବସ୍ ଠିକ୍ ଛାଡ଼ିଲା, ମୋର ମନେ ଅଛି
ଠିକ୍ ସମାନ 5ଟାରେ ବସ୍ ଛାଡ଼ିଲା। 8:30 ବେଳକୁ ପହଞ୍ଚିଗଲା ବନାରସରେ। ମନ୍ଦିର ପାଖରେ ଲଜ୍ଟିଏ ନେଲୁ। ଆମେ ସମସ୍ତେ 7 ଜଣ ଥିଲୁ। ସେ ଗୋଟିଏ ରୁମ୍ ନେଲା, ବଡ଼ ରୁମ୍ଟେ ହଲ୍ ଭଳିଆ ହେଇଛି। ସମସ୍ତେ ନିତ୍ୟକର୍ମ ସାରିଦେଲୁ। 9ଟା 9:30 ବେଳକୁ ବାହାରି ପଡ଼ିଲୁ ବାବା ବିଶ୍ୱନାଥଙ୍କର ଦର୍ଶନ ପାଇଁ। ମହାପ୍ରସାଦ ଥାଏ ଆଉ ବଡ଼ ଆଗ୍ରହର ସହିତ ଗଲୁ। ନାଥବାବୁ ପ୍ରସ୍ତାବ ଦେଉଥିଲେ ଆଗ ଟିକେ ଗଙ୍ଗାରେ ନାଁରେ ବୁଲିବା, ତାପରେ ଦର୍ଶନ କରିବା। ମୁଁ କହିଲି ନା ଆଗ ଦର୍ଶନ ସାରିଦେବା। ପ୍ରଭୁଙ୍କର ଗଙ୍ଗାରେ ବୁଡ଼ ପଡ଼ିଛି ଆଉ ପ୍ରଭୁଙ୍କ ଦର୍ଶନ ଆଉ ମହାପ୍ରସାଦ ଅଛି, ସମର୍ପଣ ହେବ। ଏଠି ମା ଅନେଇକିରି ବସିଥିବେ। ଆମ ପୁରୀରେ ଗୋଟେ ପରମ୍ପରା ଅଛି, ଆମେ ଯୁଆଡ଼େ ଯାଉ ଯେଉଁଠି କେଉଁ ଠାକୁରାଣୀ ଥାଆନ୍ତି ଆମେ ସେମାନଙ୍କ ବି ସାଙ୍ଗରେ ଟିକେ ମହାପ୍ରସାଦ ନେଇକିରି ଯାଇଥାଉ। କାରଣ କାଳେ ଯେତେ ସବୁ ଠାକୁରାଣୀ ଥାଆନ୍ତି ତାଙ୍କର ସବୁ ଟିକେ ମହାପ୍ରସାଦ ପ୍ରତି ଆସକ୍ତି ଥାଏ ବା ଲୋଭ ଥାଏ। ଜଗନ୍ନାଥ ମହାପ୍ରଭୁ ଜଗତର ଠାକୁର, ତାଙ୍କ ମହାପ୍ରସାଦ ବି ସ୍ୱୟଂ ସେ ଠାକୁର। ତ ଯାହା ମନ୍ଦିର ଗଲୁ, ମନ୍ଦିର ଭିଡ଼ ନଥାଏ। ଛୋଟିଆ 2 ହାତିଆ ପାସେଜ ଭିତରେ ବି ଯିବାକୁ ପଡ଼ିଲା। ମୁଁ ମନେ ମନେ ଭାବିଲି ଏତେ ବଡ଼ ମନ୍ଦିରର ନାଁ, କିନ୍ତୁ 2 ହାତିଆ ପାସେଜ ଭିତରେ ବି ଯିବାକୁ ପଡ଼ୁଛି ମନ୍ଦିର ଭିତରେ। ଯାହା ବାବାଙ୍କର ଦର୍ଶନ ହେଲା। ବାବା ବିଶ୍ୱନାଥଙ୍କର 12 ଜ୍ୟୋତିର୍ଲିଙ୍ଗ ଆଉ ଅଦ୍ଭୁତ ଚମତ୍କାରିତା ଶକ୍ତି। କୁହାଯାଏ ଏ ବାରାଣସୀ ସହର ସ୍ୱୟଂ ଶିବ ବସିଥିଲେ। ଦର୍ଶନରେ ମନ ପୁରିଗଲା। ଗଙ୍ଗାରେ ବୁଡ଼ ପଡ଼ିଛି। ଇଆଡ଼େ ସକାଳୁ ସକାଳୁ ମହାଦେବଙ୍କର ଦର୍ଶନ ହେଲା। ମହାଦେବଙ୍କର ଦର୍ଶନ ସରିଲା ପରେ ମୁଁ ଯେଉଁ ମହାପ୍ରସାଦ ରଖିଥିଲି, ପ୍ରଥମେ ଯେଉଁ ଠାକୁରାଣୀ ପଡ଼ିଲେ ସେ ଜଳା ବାଟେ ତାଙ୍କୁ ଦେଇଦେଲି ତାଙ୍କ ପୂଜାକୁ। ମୁଁ କହିଲି ଆମେ ପୁରୀରୁ ଶ୍ରୀକ୍ଷେତ୍ରରୁ ଆଣିଛୁ ମହାପ୍ରସାଦ, ଆଉ ଟିକେ ମାଆଙ୍କୁ ଅର୍ପଣ କରିଦିଅ। ସେ ବଡ଼ ଆଗ୍ରହର ସହିତ ମାଆଙ୍କୁ ଅର୍ପଣ କରିଦେଲେ। ଯେ ଶୁଣିଲୁ ମୋ ମା ପାର୍ବତୀକି ଆମେ ଅର୍ପଣ କଲୁ। ମୁଁ କିନ୍ତୁ ମନ ଭିତରେ ମନସ୍ଥ କରି ନେଇଥିଲି ମା ଅନ୍ନପୂର୍ଣ୍ଣାଙ୍କୁ ତାଙ୍କୁ ଅର୍ପଣ କରିବି। ବହୁତ ମନ ଭିତରେ ଆସିଲା ମା ପାର୍ବତୀ ବହୁତ ଚାହିଁ ବସିଥିଲେ ମହାପ୍ରସାଦକୁ। ବଡ଼ ଆଗ୍ରହର ସହିତ ସେ କାମ ସୁରୁଖୁରୁରେ ସମ୍ପନ୍ନ ହୋଇଗଲା। ତାପରେ ମା ଅନ୍ନପୂର୍ଣ୍ଣାକୁ ଦର୍ଶନ କଲୁ। ମନ ଭିତରେ ଚିନ୍ତା କଲି ମା ଆଉଥରେ କେତେବେଳେ ଆସିଲେ ଉଭୟ ଗଙ୍ଗାଙ୍କ ପାଇଁ, ମା ପାର୍ବତୀଙ୍କ ପାଇଁ ଏବଂ ମା ଅନ୍ନପୂର୍ଣ୍ଣାଙ୍କ ପାଇଁ ଆଉଥରେ ମହାପ୍ରସାଦ ନେଇକରି ଆସିବି, ସମର୍ପଣ କରିବି।